Hello, hello. Okay, wait, waiting for audience. So ଲାଇଭ୍ ତ ମୁଁ ଏତେ ଆସେନି ତ ଏତେ ଆଇଡ଼ିଆ ନାହିଁ କ'ଣ ହୁଏ କ'ଣ ନାହିଁ ତାପରେ ଏବେ ୟୁଟ୍ୟୁବ୍ ଲାଇଭ୍ରେ ବହୁତ ସାରା ଜିନିଷ ଆଡ୍ କରିଦେଇଛି ତ ତା ସେଇଟା ସେଗୁଡ଼ା ଟିକେ ଚେକ୍ କରିବା ପାଇଁ ମୁଁ ଲାଇଭ୍ ଆସିଛି ଲେସି କ'ଣ ହେଉଛି ମୁଁ ଇନଭିଟେସନ୍ ବି ଜଣଙ୍କୁ ପଠେଇଛି ସେ ଯଦି ଇନଭିଟେସନ୍ ଆକ୍ସେପ୍ଟ କରନ୍ତି ଦେନ୍ ଆମେ ଲାଇଭ୍ ଟୁଗେଦର କ'ଣ ଗୋଟେ ଅପସନ୍ ଅଛି ଯୋଉଟାକି ଆମେ ଇନଷ୍ଟାଗ୍ରାମରେ କଥା ହେଇପାରୁଛେ ସେ ସବୁ ଏନିୱେ ଛାଡ଼ ସେ ଆସନ୍ତୁ ତାପରେ କଥା ହେବା ତା ପୂର୍ବରୁ ଆପଣ ସମସ୍ତଙ୍କୁ ନୂତନ ବର୍ଷର ହାର୍ଦ୍ଦିକ ହାର୍ଦ୍ଦିକ ଅଭିନନ୍ଦନ ତା ସହିତ 2 ଜଣ ଜଏନ୍ ହେଇସାରିଛନ୍ତି ପ୍ଲିଜ୍ କମେଣ୍ଟ କରିଦେଲେ ଟିକେ ଭଲ ହୁଅନ୍ତା ଏନିୱେ ପିଲାବେଳେ ଆମେ କହୁ ନୂତନ କ'ଣ ନୂତନ ବର୍ଷର ଅଭିନନ୍ଦନ ସାଙ୍ଗକୁ ମୋର ଫୁଲ ଚନ୍ଦନ କ'ଣ ଭାବୁଛ ନା ଟିକେ ମୁଁ ଭାବୁଛି ଆମେ ପିଲାବେଳେ କେମିତି ନ୍ୟୁ ଇୟରଟାକୁ ସେଲିବ୍ରେଟ୍ କରୁଥିଲେ ସବୁବେଳେ ନା ଗୋଟେ ହଁ ତ ମୋର ଯେତିକି ମନେ ପଡୁଛି ଆମେ ନ୍ୟୁ ଇୟର ତ ହୁଏ ଜାନୁଆରୀ 1ରେ ବଟ୍ ଆମେ ଡିସେମ୍ବର ମାସଟି ସାରା ଗ୍ରିଟିଙ୍ଗସ୍ ଆସେ ସେତେବେଳେ 50 ପଇସା 25 ପଇସିକିଆ ଗ୍ରିଟିଙ୍ଗସ୍ ଆସୁଥିଲା ଯାହାକୁ ଆମେ ଚାରଣା ଆଠଣା ବାଲା ଗ୍ରିଟିଙ୍ଗସ୍ କହୁଥିଲୁ ସେ ଗ୍ରିଟିଙ୍ଗ ସବୁ ପଳେଇ ଆସେ ତ ଶାହରୁଖ ଖାନ ସଲମାନ ଖାନ ହ୍ରିତିକ ରୋଶନ ଏ ସମସ୍ତଙ୍କର ପିକ୍ଚର ଥାଇକି ସବୁ ଗ୍ରିଟିଙ୍ଗ ଗୁଡ଼ା ମିଳୁଥିଲା ସେ ଗ୍ରିଟିଙ୍ଗ ଗୁଡ଼ା କିଣିକି କୋଉ ସାଙ୍ଗକୁ କୋଉ ଗ୍ରିଟିଙ୍ଗସ୍ ଟା ଦେଇ ହବ ସେ ସବୁ ଡିସାଇଡ କରାହଉଥିଲା ଦୁନିଆ ସାରା ଢେଗ ଥିଲା ମାନେ କ'ଣ କାହାୱତ କହୁଛନ୍ତି ଯୋଉ ସେଗୁଡ଼ା ଥିଲା ଯେମିତି କ'ଣ ନୂତନ ବର୍ଷର ଅଭିନନ୍ଦନ ସାଙ୍ଗକୁ ମୋର ଫୁଲ ଚନ୍ଦନ ସାଙ୍ଗକୁ ମୋର ଫୁଲ ଚନ୍ଦନ ନୂତନ ବର୍ଷର ଅଭିନନ୍ଦନ ବହୁତ ସାରା ଢେଗ ଢମାଳି ଥିଲା କିନ୍ତୁ ଏବେ ତ ନାହିଁ ସେ ସବୁ ଏବେ ସୋସିଆଲ ମିଡିଆ ଆମେ ପର୍ସନ ଟୁ ପର୍ସନ ପାଖକୁ ଯାଇକି ବି ହେପି ନ୍ୟୁ ଇୟର କହୁନି ନ୍ୟୁ ଇୟର ହେଲା ପରଦିନ ଆମ ସାହିରେ କ'ଣ ପୁରା ଝୁଟି ପଡିଥିବ ସମସ୍ତଙ୍କ ଦୁଆରେ ହେପି ନ୍ୟୁ ଇୟର ଝୁଟି ପଡିଥିବ ଏଗୁଡା ତ ଏବେ ବର୍ତ୍ତମାନ କିଏ କରୁନାହାନ୍ତି କାହିଁକି ନା ରାତିରେ ପାର୍ଟି କରିଦେଇଥିବେ ପାର୍ଟି କରିକି ଡିଆଁ ଉଚ୍ଚା କରିକି ସକାଳେ ଶୋଇ ପଡିବା କଥା ତ ଗୋଟେ ଏଇଟା ଅନୁଭୂତି ଆରେ ମୋର ଏତେ ଅଡିଏନ୍ସ ଲୋ କହ ତ ଏମିତି କିଛି ରୁହେ ମାନେ ଥିଲା ଆମର 20 ବର୍ଷ ପୂର୍ବେ ନ୍ୟୁ ଇୟର ପାଳନ ଟା ଏନ୍ଏଚ୍ ଗୁଡାରେ ସବୁ ଏମିତି ଲେଖା ହେଇଥିବ ହେପି ନ୍ୟୁ ଇୟର